शेषରେ ଜୀବନ ଯୁଦ୍ଧରେ ହାରିଗଲା ହାତୀ। ଶନିବାର ଦିନ ମୃତ୍ୟୁ ଘଟିଥିବା ବିଶେଷ ସୂତ୍ରରୁ ସୂଚନା। ବନ ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ସାର୍ବଜନୀନ କରିନଥିବା ଅଭିଯୋଗ ହେଉଛି। ସେପଟେ ଚିକିତ୍ସାରେ ବିଳମ୍ବ ନେଇ ଉଠିଥିଲା ପ୍ରଶ୍ନ। ଘଟଣା ଅନୁସାରେ ଗତ 11 ତାରିଖରେ ଝାଡଖଣ୍ଡର ଏକ ହାତୀ ପଲରୁ ଗୋଠଛଡ଼ା ହୋଇଥିବା ମାଇ ହାତୀ ନୀଳଗିରିରେ ବିସ୍ଫୋରକ ଖାଇ କ୍ଷତାକ୍ତ ହୋଇଥିଲା। ବନ ବିଭାଗ କର୍ମଚାରୀମାନେ ଟ୍ରାଙ୍କୁଲାଇଜର କରି ଡାକ୍ତରୀ ଟିମ୍ ସହ ଚିକିତ୍ସା ଆରମ୍ଭ କରିଥିଲେ। ପରେ ତାକୁ ଶିମିଳିପାଳ ଜାତୀୟ ଉଦ୍ୟାନ ଉତ୍ତର ଡିଭିଜନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ତାଳବନ୍ଧ ରେଞ୍ଜ କାନଛିଣ୍ଡା ପ୍ରାଣୀ ଚିକିତ୍ସାଳୟରେ ରଖି ଚିକିତ୍ସା କରାଯାଉଥିଲା। ହାତୀର ଜିଭ 1/3 ଛିଣ୍ଡି ଯାଇଥିବା ବେଳେ ସଂକ୍ରମଣ ବୃଦ୍ଧି ପାଇଥିଲା। ଶେଷରେ ଦୀର୍ଘ 15 ଦିନର ମୃତ୍ୟୁ ସହ ଲଢ଼େଇ ପରେ ଶନିବାର ସକାଳ ସମୟରେ ଜୀବନ ହାରିଛି ନିରୀହ ହାତୀ। ପରବର୍ତ୍ତୀ ସମୟରେ ବାରିପଦା ବନ ବିଭାଗ ପକ୍ଷରୁ ପୋଷ୍ଟମର୍ଟମ ମଧ୍ୟ ସରିଥିବା ସୂଚନା ମିଳିଛି। ସେପଟେ ହାତୀ ମୃତ୍ୟୁ ନେଇ ବନ ବିଭାଗ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଉନଥିବା ନେଇ ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠିଛି। ଅନ୍ୟପଟେ ହାତୀର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖୁଥିବା ନେଇ ସବୁବେଳେ ଦାବି କରି ଆସୁଥିବା ବେଳେ ଏହି ଘଟଣା ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୟୂରଭଞ୍ଜରୁ ଘାସରାମ ବେହେରାଙ୍କ ରିପୋର୍ଟ, ବିଶ୍ୱବିଜୟ ନ୍ୟୁଜ ଓଡ଼ିଶା।